ଶରୀରର ସ୍ୱାସ୍ଥ୍ୟ ରକ୍ଷା ପାଇଁ କେତେକ ସୁସ୍ଥ ପରମ୍ପରା ସହିତ ସୁସ୍ଥ ଖାଦ୍ୟ ଆବଶ୍ୟକ। ଯଦି ଆପଣମାନେ ତମାଖୁ ଖାଇବେ କିମ୍ବା ତମାଖୁ ସହିତ ଅନ୍ୟ କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରିବେ, ତାହା ଶରୀରର ବିଭିନ୍ନ ଅଙ୍ଗକୁ ଏଫେକ୍ଟ କରେ, ଅର୍ଥାତ୍ ବିଭିନ୍ନ ଅଙ୍ଗ ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅଙ୍ଗର ହାନି ଘଟେ। ସାଧାରଣତଃ ତମାଖୁ ଦ୍ୱାରା ଯେଉଁ ଧୂଆଁ ଶରୀର ଭିତରକୁ ଆମେ ନେଉ, ତାହା ଶରୀରର ଫୁସଫୁସକୁ ଯାଏ। ଫୁସଫୁସରେ ବିଭିନ୍ନ ପ୍ରକାର ରୋଗ, ବିଶେଷତଃ ଫୁସଫୁସ କର୍କଟ ରୋଗ ଅର୍ଥାତ୍ ଲଙ୍ଗସର କ୍ୟାନ୍ସର ଏ ତମାଖୁ ସେବନ ଦ୍ୱାରା ହୁଏ। ସେଇ ଧୂଆଁ ତମାଖୁ ସେବନ ଦ୍ୱାରା ମୁଖ ଓରାଲ କେଭିଟିରେ ମଧ୍ୟ କ୍ୟାନ୍ସର ହୁଏ। ଆମର ଖାଦ୍ୟନଳୀର କ୍ୟାନ୍ସର, ଇସୋଫେଜିଆଲ୍ କ୍ୟାନ୍ସର ମଧ୍ୟ ତମାଖୁ ସେବନ ଦ୍ୱାରା ହୋଇଥାଏ। ପେଟ ଷ୍ଟୋମାକରେ ମଧ୍ୟ ତମାଖୁ ସେବନ ଦ୍ୱାରା କ୍ୟାନ୍ସର ହୁଏ ଏବଂ ଅନ୍ତନଳୀରେ ସେ ରେକ୍ଟମରେ ମଧ୍ୟ କ୍ୟାନ୍ସର ହୋଇପାରେ। ଏହାଦ୍ୱାରା ପେନକ୍ରିଆସରେ ମଧ୍ୟ କ୍ୟାନ୍ସର ହୋଇପାରେ। ତମାଖୁ ସେବନ ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ଯେଉଁ ଧୂମ୍ରପାନ ଆମେ କରୁ, ସେ ଧୂମ୍ରପାନରେ ଏମିତି ଟକ୍ସିକ୍ ପଦାର୍ଥ ଅଛି। ସେହି ଟକ୍ସିକ୍ ସେବନ ଦ୍ୱାରା ଆମ ଶରୀରର ବିଭିନ୍ନ ଅଙ୍ଗର ଖରାପ କରେ ଏବଂ କ୍ୟାନ୍ସର କରେ। ଇଟ୍ ଇଜ୍ କ୍ୟାନ୍ସରୋଜେନିକ୍, ଇଟ୍ ଇଜ୍ କାର୍ସିନୋଜେନିକ୍। ଖାଦ୍ୟନଳୀର କ୍ୟାନ୍ସର, ଇସୋଫେଜିଆଲ୍ କ୍ୟାନ୍ସର, ମୁଖଗହ୍ୱରର କ୍ୟାନ୍ସର, ପେନକ୍ରିଆଟିକ୍ କ୍ୟାନ୍ସର ଏବଂ ଅନ୍ତନଳୀର କ୍ୟାନ୍ସର, ଏମିତି ରେକ୍ଟାଲ କ୍ୟାନ୍ସର ଇତ୍ୟାଦି ଯେଉଁମାନେ ତମାଖୁ ସେବନ କରନ୍ତି ସେମାନଙ୍କର ଏହି ପ୍ରକାର ରୋଗ ସବୁ ଦେଖାଯାଏ।